ତ ପ୍ରଫୁଲ୍ଲ ମଲ୍ଲିକ ବର୍ତ୍ତମାନ ଦଳରେ ଯୋଉ ବର୍ତ୍ତମାନ ଗୋଟେ ସ୍ଥିତାବସ୍ଥା ଦେଖିବା ପାଇଁ ମିଳିଛି ଯେ ଅନେକ ପାଣ୍ଡିଆନ ବିରୋଧରେ ମେଳି କରୁଛନ୍ତି। ଆଉ ଯୁବ ନେତା ନବୀନ ପଟ୍ଟନାୟକ ଭେଟିବା ପାଇଁ ଯାଉଛନ୍ତି ଯେ ବିଜେଡିର ଆଭିମୁଖ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଉଛନ୍ତି। ସସ୍ମିତ ପାତ୍ରଙ୍କୁ କିଏ କହିଥିଲା ସପକ୍ଷରେ ଭୋଟ ଦେବା ପାଇଁ, ଆଉ ପରୋକ୍ଷରେ ନବୀନ ପଟ୍ଟନାୟକ ସିନିୟର ଲିଡର ମାନଙ୍କୁ ନାଲି ଆଖି ଦେଖାଉଛନ୍ତି। ଶୁଣନ୍ତୁ, ନବୀନ ବାବୁ କେବେ ନାଲି ଆଖି ଦେଖିନାହାନ୍ତି। ନବୀନ ବାବୁ କହିଲେ ଯେ ସିନିୟର ଲିଡର ମାନେ ସିନିୟର ଯୋଉମାନେ ମିଟିଂ ସିନିୟର ଲିଡର ଯୋଉମାନେ ମିଟିଂ କରୁଛନ୍ତି ପାର୍ଟି ଅଫିସରେ କରିବେ, ଏବଂ ଆମେ ଯେତେ ସିନିୟର ଲିଡର ସମସ୍ତେ ଶୃଙ୍ଖଳିତ ଏବଂ ସମସ୍ତେ ଯୋଉ ପାର୍ଟି କେହି ପାର୍ଟିର ବିରୋଧ କାର୍ଯ୍ୟକ୍ରମରେ ବିରୋଧ କରୁନାହାନ୍ତି। ଆମର ଯେତିକି ମିଟିଂ ହେଇଛି ପାର୍ଟି ମିଟିଂ ହେଇଛି ଆମର ସବୁ ଶଙ୍ଖ ଭବନରେ ହେଇଛି ଏବଂ ଶଙ୍ଖ ଭବନରେ ହେଇକି ନବୀନ ବାବୁ ଜାଣିଛନ୍ତି ତାଙ୍କୁ ଯାହା ପାର୍ଟିର ରେଜୁଲେସନ ହେଲା ସବୁ ତାକୁ ଦିଆହେଇଛି। ଏବଂ ଆମେ ବସିବୁ ଯୋଉ ହୋଟେଲ କଥା କୁହାହଉଛି, ଆମେ ହୋଟେଲରେ କୋଉଠି ବସିବୁ ସାଙ୍ଗସାଥି ବସିବୁ, ବୟସ ହେଲାଣି ଆମେ ଏକାଠି ବସିବୁ, କୋଉଦିନ ଜଳଖିଆ କରିବୁ, କୋଉଦିନ ଲଞ୍ଚ କରିବୁ, କୋଉଦିନ କରିବୁ, ଏ କଥା କଣ କିଏ ମନା କରିପାରିବେ ନା? କିନ୍ତୁ ନବୀନ ବାବୁ କହିଲେ ଆପଣ କାହିଁ ହୋଟେଲରେ ମିଟିଂ କରୁଛନ୍ତି, ଆପଣ କାହିଁ ହୋଟେଲ ମିଟିଂ ହଉନଥିଲା, ହୋଟେଲରେ ମିଟିଂ ହଉନଥିଲା। ହୋଟେଲ ବସିବୁ କୋଉଦିନ କୋଉଠି କଣ କରିବୁ ଆମେ କଣ କିଏ ମନା କରିପାରିବେ? ଏଇଟା ଆମ ସ୍ୱାଧୀନତା ଉପରେ କିଏ କଣ ହସ୍ତକ୍ଷେପ? କୋଉଠି କିଏ ବସିବ, କୋଉଠି ଯିବ, କୋଉ କାହା ଘରେ ବସିବ, ଏଥିରେ କଣ କିଏ ମନା କରିବ? ମନା କରିବ? ଏତେ ଛୋଟ କଥା। କିନ୍ତୁ ସେଦିନ ଯୋଉ ବୈଠକ ସରିବା ପରେ ଯେ ଶଶିଭୂଷଣ ବେହେରା କହିଲେ ଯେ ବାହ୍ୟ ଶକ୍ତିକୁ ପ୍ରଶ୍ରୟ ଦିଆଯିବନି। ଶୁଣନ୍ତୁ, ଶଶି ବାବୁ ଯୋଉ କଥା କହିଲେ ବାହ୍ୟ ଶକ୍ତି ସେ ଯୋଉ କଥା ସବୁ ଆଲୋଚନା ହଉଛି, ତ ସେ କଥା ପାଇଁ ମାନେ ଯୋଉ ଆମେ ପରିଷ୍କାର ହବା ଦରକାର। କେହି ଆମେ ପାର୍ଟି ଟା ଭଲ ଶୃଙ୍ଖଳିତ ହେଇକି ଚାଲୁ ସେଇ ଉଦ୍ଦେଶ୍ୟରେ ସେ କହିଛନ୍ତି। ପାର୍ଟିଟା ମାନେ ଇଏ ପାର୍ଟିର ଆବଶ୍ୟକତା ରାଜ୍ୟ ପାଇଁ ବହୁତ। ତେଣୁ ପାର୍ଟିରେ କେହି ହସ୍ତକ୍ଷେପ ନ କରନ୍ତୁ। ପାର୍ଟି କାର୍ଯ୍ୟକ୍ରମ ଯେମିତି ପାର୍ଟିର ପ୍ରେସିଡେଣ୍ଟଙ୍କ ଅନୁସାରେ ଚାଲୁ ଏବଂ ପାର୍ଟି ଗୋଟେ ଦୃଢ ଭାବରେ କରାଯାଉ। ଅପୋଜିସନ ହିସାବରେ ଆମକୁ ଅପୋଜିସନ ଦାୟିତ୍ୱ ମିଳିଛି, ଆମେ ଅପୋଜିସନ ହିସାବରେ ଦୃଢ ଭାବରେ କାର୍ଯ୍ୟକ୍ରମ କରୁ, ଏଇ ଉଦ୍ଦେଶ୍ୟରେ ସେ କହିଛନ୍ତି। ଆପଣ ଭାବୁଛନ୍ତି ଆଉ ଜଣେ ହସ୍ତକ୍ଷେପ କରୁଛନ୍ତି ପାର୍ଟିର ପଲିଟିକାଲ ଏଫେୟାର୍ସ ରେ? ଶୁଣନ୍ତୁ, ମୁଁ କହୁନି, ଯାହା ଚାରିଆଡେ ସବୁ ଆଲୋଚନା ହଉଛି, ଯୋଉ ଲୋକଙ୍କ ବିଷୟରେ ଆଲୋଚନା ହଉଛି, ସେ ନିଜେ ପଦ କ୍ଲିୟର କହିଦେଲେ ଯେ ମୁଁ ତ ନିଜେ ମୁଁ କ୍ଲିୟର କରିଦଉଛି ଆପଣ ଏଥିରେ କୌଣସି ଆମ୍ବିଗୁଇଟି ନ ରଖିରେ ଅନେକ ସମୟରେ ପାଣ୍ଡିଆନଙ୍କ ବିଷୟରେ ଆଲୋଚନା ହଉଛି ଯେ ପାଣ୍ଡିଆନ ହସ୍ତକ୍ଷେପ କରୁଛନ୍ତି, କମ କରୁଛି। ପାଣ୍ଡିଆନ ନିଜେ କହିଛନ୍ତି ମୁଁ ଦଳର କାର୍ଯ୍ୟକ୍ରମରୁ ଅବ୍ୟାହତି ନେଲି। ସେ ନିଜେ ଯଦି ଯେତେବେଳେ ଚାରିଆଡେ ଆଲୋଚନା ହଉଛି ଭିନ୍ନ ଭିନ୍ନ ଲୋକ କହନ୍ତି, ସିଏ କହିଦିଅନ୍ତେ ଯଦି କ୍ଲିୟର ହେଇଯାନ୍ତା, ଏଇ କଥାଟା ଗୋଟେ ପୂର୍ଣ୍ଣ ଜବନିକା ପଡିଯାନ୍ତା ଯେ ମୁଁ ଆଉ କୌଣସିରେ ହସ୍ତକ୍ଷେପ କରୁନି କି ମୁଁ ମୂଳରୁ ମନା କରିଛି। ଆପଣ କହୁଛନ୍ତି ପାଣ୍ଡିଆନ ରିଆକ୍ସନ ଟା ଦବା ଦରକାର ଯେ ପାଣ୍ଡିଆନ ରିଆକ୍ସନ ଦବା ଦରକାର ଏବଂ ଆପଣ ପାଣ୍ଡିଆନଙ୍କୁ ପଚାରିବା ଦରକାର କାହିଁକି ଆପଣ ବିଷୟରେ ଏତେ ଆଲୋଚନା ହଉଛି, ମୁଁ କହୁଛି ଆପଣଙ୍କ ଆପଣ ସିନିୟର ଲିଡର ମାନେ ଏହା କହୁଛନ୍ତି ଯେ ପାଣ୍ଡିଆନ ପାର୍ଟିର ପଲିଟିକାଲ ଏଫେୟାର୍ସ ରେ ହସ୍ତକ୍ଷେପ କରନ୍ତୁନି, ନବୀନ ବାବୁ ବୁଝନ୍ତୁ, କିନ୍ତୁ ପାଣ୍ଡିଆନ ବୁଝନ୍ତୁ। ଆମେ କହୁନୁ, ନବୀନ ବାବୁ ତ ନିଜେ କହିଛନ୍ତି ପାଣ୍ଡିଆନ ବୁଝୁନାହାନ୍ତି, ଆମେ କିଏ କହିବୁ? ସେ ନିଜେ ତ କ୍ଲାରିଫିକେସନ ଦଉଛନ୍ତି ବୁଝୁନାହାନ୍ତି, ଆମେ ଏକଥା କିଏ କହିବୁ? ଆମେ କହୁଛୁ ସାଧାରଣ ଲୋକ ଯୋଉ ସମସ୍ତଙ୍କ ମନ ଭିତରେ କି ଆପଣ ମାନଙ୍କ ଭିତରେ ସନ୍ଦେହ ହଉଛି ସେ ନିଜେ କହିଦେଲେ ସରିଯାନ୍ତା। ୱାକଫ ସଂକ୍ରାନ୍ତରେ ସସ୍ମିତ ପାତ୍ରଙ୍କୁ ଏପର୍ଯ୍ୟନ୍ତ ମଧ୍ୟ ଗୋଟେ ଶୋ କଜ୍ ହେଲାନି, ଏହାର କାରଣ କଣ? ନାଇଁ ଆମେ କହିବୁ, ସିଏ ନବୀନ ବାବୁ କହିଛି ଯେ ଶୋ କଜ କରନ୍ତୁ ନ କରନ୍ତୁ। ନବୀନ ବାବୁ କହିଛନ୍ତି, ମୁଁ ଲୋକ ଯୋଉ ଯାଇଥିଲେ ଯୋଉମାନେ ନବୀନ ବାବୁ ଭେଟିଥିଲେ ସବୁ କହିଛନ୍ତି ଯେ ମୁଁ ଶୀଘ୍ର ଏ ବିଷୟରେ ମୋର ମତାମତ ଦେବି, ସବୁ କଥା କରିବି, ଯାହା କାର୍ଯ୍ୟକ୍ରମ କରିବା କଥା ମୁଁ ସବୁବେଳେ ଧର୍ମ ନିରପେକ୍ଷ ଅଛୁ, ଏ କଥା କହିଛନ୍ତି। ତେଣୁ ସେ ତାଙ୍କର ନିଷ୍ପତ୍ତି ଚଞ୍ଚଳ ଶୁଣେଇବେ। ତେଣୁ ଶୋ କଜ ମାଗନ୍ତୁ, କୋଉ ବାଟେ ମାଗନ୍ତୁ, ସେ ତାଙ୍କର ଯୋଉ ବାଟେ କରିବା କଥା ନିଷ୍ପତ୍ତି ସେ ଜଣେଇବା କଥା। ଓକେ, ଆପଣ ଭାବୁଛନ୍ତି ୱାକଫ ସଂକ୍ରାନ୍ତରେ ଗୋଟିଏ ଦ୍ୱନ୍ଦ୍ୱ ହେଲା ଆଉ ବିଜୁ ଜନତା ଦଳ ଡ୍ୟାମେଜ ହେଇଛି, ଆପଣ କହୁଛନ୍ତି ଏଇ ଯୋଉ ଆଭିମୁଖ୍ୟଟି ହେଲା? ନାଇଁ, ଡ୍ୟାମେଜ କିଛି ନାହିଁ। କଥାଟା ହଉଛି ବିଜୁ ଜନତା ଦଳ ଧର୍ମ ନିରପେକ୍ଷ ବିଶ୍ୱାସ କରେ। ଆଜି ଧର ୱାକଫ ବିଲ୍ ଭିତରେ ଯୋଉ ଆମ ଭିତରେ ରହିଲା କଣ୍ଟ୍ରୋଭର୍ସି ରହିଲା, ସେଇଟାର ନବୀନ ବାବୁ ଫାଇନାଲ କରିଦେଲେ କଥା ସବୁ ସରିଯିବ। କଥା ହଉଛି ଲୋକଙ୍କର ବିଶ୍ୱାସ ହବ ଯେ ଆମେ ଅଛୁ, ଧର୍ମ ନିରପେକ୍ଷ ଅଛି, ଯୋଉ ସେକୁଲାର ଷ୍ଟାଣ୍ଡ ଆମର ଯୋଉ ଅଛି, ଆମର ଏତେ ଷ୍ଟାଣ୍ଡ କିଛି ଯାଇନି, କଣ ଭୁଲ ହେଇଛି, ଯିଏ ଭୁଲ କରିଛି ତା ଦଣ୍ଡ ହବ।